ଛୁଆ କେତେ ପିଲା ଅଛନ୍ତି ଟୋଟାଲ? କେତେ ଜଣ ପିଲା ଅଛନ୍ତି? ଏ ସ୍କୁଲର ନାଁ କ'ଣ? ତେନ୍ତୁଳି ସାହି। ହେଁ, ସାର୍ଙ୍କ ନାଁ କ'ଣ? ହଁ, ଜୟନ୍ତ ସାର୍, ଜୟନ୍ତ କୁମାର ମଲ୍ଲିକ। ଆଉ ସାର୍ ଆସିକି ପଳେଇ ଯାଇଛନ୍ତି। ହଁ, ପଢ଼ାପଢ଼ି କିଏ କରିବ ଏଠି? ତମେ କମ୍ପ୍ଲେନ୍ କରୁନ ନା ପଢ଼େଇବା ପାଇଁ ସାର୍ମାନଙ୍କୁ? ହଁ, ଦେଖନ୍ତୁ ପରିସ୍ଥିତି କିଭଳି ଭୟାନକ। ଶିକ୍ଷା ବ୍ୟବସ୍ଥା କପ୍ତିଦା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅଧୀନରେ ଇଏ କପ୍ତିଦା ଫେରେ ନିକଟରେ। ହଁ, ଏଭଳି ବ୍ୟବସ୍ଥା ଅବ୍ୟବସ୍ଥା। ମାନେ ଜଣେ ଶିକ୍ଷକ 5ଟି ଶ୍ରେଣୀ କିନ୍ତୁ ପିଲା 40। କିନ୍ତୁ ଦେଖିଲା ବେଳକୁ ଦେଖନ୍ତୁ ଜଣେ ସାରେ କି ପରିସ୍ଥିତି, କୁହନ୍ତି ନା ଦୀପ ତଳେ ଅନ୍ଧାର, ସେଇଭଳି ପରିସ୍ଥିତି ଏଠି ଦେଖନ୍ତୁ। କପ୍ତିଦା ବଜାର ଉପରେ କପ୍ତିଦା ତେନ୍ତୁଳି ସାହି ବିଓ ଅଫିସର ମାନେ ହାଫ୍ କିଲୋମିଟର ଭିତରେ ଦେଖନ୍ତୁ ଏ ପରିସ୍ଥିତି କିଭଳି ଏଠି ସଙ୍କଟାପନ୍ନ ଅବସ୍ଥା। ଶିକ୍ଷା ବ୍ୟବସ୍ଥା କ'ଣ କହୁଛି ସବୁ ଦେଖନ୍ତୁ ଏଠି। ମାନେ ଏଭଳି ପରିସ୍ଥିତି, ମାନେ 40-50 ପିଲା ବସୁଛନ୍ତି କିନ୍ତୁ ଜଣେ ବି ମାଷ୍ଟର ନାହାନ୍ତି। ବର୍ତ୍ତମାନ ସମୟ ଦେଖନ୍ତୁ ପାଖାପାଖି କହିଲା 1-2ଟି ପିରିୟଡ଼ ସରିବା କଥା। ଦେଖନ୍ତୁ ଏଭଳି ଶିକ୍ଷା ବ୍ୟବସ୍ଥାଟି ଚାଲିଛି। ହଁ, ଠିକ୍ ଅଛି। ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ସହିତ ଯୋଗାଯୋଗ କରିବୁ, ଅବଗତ କରାଇବୁ। ସ୍କୁଲ ବ୍ୟବସ୍ଥା ଅବ୍ୟବସ୍ଥାକୁ ବ୍ୟବସ୍ଥାରେ ଆଣିବା ପାଇଁ ଯଥାଚେଷ୍ଟା ପ୍ରୟାସ କରିବୁ। ଜୟ ହିନ୍ଦ, ଜୟ ଭାରତ।